ରାସ୍ତା ଦାଢ଼ରେ ଛୋଟିଆ ଚାଳ ଘରଟାଏ। ସେଇ ଚାଳ ଘର ଭିତରେ ରୁହେ ଗୋଟେ ବୁଢ଼ୀ ମାଆଟିଏ। ବୁଢ଼ୀ ମାଆ କହିଲେ ତାକୁ କେହି ଜାଣନ୍ତିନି, ତା ନାଁରେ ବି ତାକୁ କେହି ଜାଣନ୍ତିନି। କିନ୍ତୁ ଆଳୁ ପୋଡ଼ା ମାଆ କହିଲେ ସମସ୍ତେ ଜାଣନ୍ତି। ସେ ଆଳୁ ପୋଡ଼ା କରି ବିକ୍ରି କରେ ଏବଂ ତା ପେଟ ପୋଷେ। ଏମିତି କିଛି ଦିନ ବିତି ଯାଇଛି। ଆଉ ଆଳୁ ପୋଡ଼ା ମାଆ ଆଉ ଆଳୁ ପୋଡ଼ି ବିକ୍ରି କରିପାରୁନାହିଁ। ସମସ୍ତଙ୍କର ମନରେ ବହୁତ ଦୁଃଖ। ଆଳୁ ପୋଡ଼ା ମାଆର ଦେହ ବହୁତ ଅସୁସ୍ଥ, ସେ ଆଉ ଆଳୁ ପୋଡ଼ି ପାରିବନି। କେହି କେହି ଆସନ୍ତି ଆଉ ଫେରିଯାଆନ୍ତି ସେଇ ଘର ନିକଟରୁ। ସେ ଆଉ ଆଳୁ ପୋଡ଼ି ପାରୁନଥାଏ। ଦେହ ତାର ଏବେ ଅସୁସ୍ଥ, ରୋଗିଣା ହେଇଗଲାଣି। ବୟସ 70 ପହଞ୍ଚିବ। ଆଉ କେତେ ବା ସେ ଖଟିବ? ଖଟି ଖଟି ନିଆନ୍ତ ହେଲାଣି। ଚାଳ ଘର, ନୁଆଣିଆ ଚାଳ ଘରରେ ମାଟି କାନ୍ଥରେ ସେ ତାର ଜୀବନ ବିତେଇ ଦେଇଛି। ଅନେକ ଦିନ ହେଲାଣି ସେ ତା ପୁଅକୁ ଦେଖିନି। ଗୋଟିଏ ବୋଲି ପୁଅ ଥିଲା ତାର, ମନୁଆ। କେତେ ଆଗ୍ରହରେ ଖୁସିରେ ତାକୁ ମନୁଆ ବୋଲି ଡାକୁଥିଲା। ଚାରିଆଡ଼େ ଖାଁ ଖାଁ ହେଇଯାଇଛି ମନୁଆ ଯିବା ପରେ। ମନୁଆର ଆଉ ଦେଖା ନାହିଁ। ଅନେକ ବର୍ଷ ହେଲାଣି ସେ ଯାଇଛି ଯେ ଯାଇଛି। କିନ୍ତୁ ଆଳୁ ପୋଡ଼ା ମାଆ ସେ ଏମିତି ଅପେକ୍ଷା କରି ରହିଥାଏ ତାର ପୁଅକୁ। ସମସ୍ତେ କିଏ ଆହା କହି ଚାଲିଯାଆନ୍ତି, କିଏ ଓହୋ କେତେ କଷ୍ଟ ସହିଛି ବିଚରା ବୁଢ଼ୀଟି। ଆଳୁ ପୋଡ଼ା ମାଆ ଆଳୁ ପୋଡ଼ି ପାରିବନି ଭାବି ଅନେକ ବି ମନ ଦୁଃଖ କରନ୍ତି। କିନ୍ତୁ କେଜାଣି କ'ଣ ତା ହାତରେ ଥାଏ, ସମସ୍ତେ ତାରି ଆଳୁ ପୋଡ଼ା ଖାଇବା ପାଇଁ ଆଗେଇ ଆସନ୍ତି। ଯିଏ ଯୁଆଡ଼େ ଯାଉଥିଲେ ବି ଘାଏ ଅଟକି କରି ତା ହାତରୁ ଆଳୁ ପୋଡ଼ା ଖାଇଯାଆନ୍ତି। ଭଲ ରୋଜଗାର ବି ସେ କରେ। ସମସ୍ତେ କି ମସଲା ବନାଏ କେଜାଣି, ସମସ୍ତେ ବହୁତ ପସନ୍ଦ କରନ୍ତି ତାର ଆଳୁ ପୋଡ଼ାକୁ। ଯେତେ ଧନୀ ହେଇଥାଉ ମଧ୍ୟ ତା ଆଳୁ ପୋଡ଼ାର ବାସ୍ନା ତାଙ୍କୁ ଟାଣି ନେଇଯାଏ ତା ଦୋକାନ ପାଖକୁ। ଖାଇଦିଅନ୍ତି ସମସ୍ତେ। ସତରେ ଭାରି ସୁଆଦିଆ ତା ଆଳୁ ପୋଡ଼ା ଲାଗେ, ସମସ୍ତେ କୁହନ୍ତି। କିନ୍ତୁ ଏବେ ସେ ରୁଗ୍ଣ, ଆଉ ଆଳୁ ପୋଡ଼ି ପାରୁନି, ଆଉ ତା ବେପାର ଚାଲୁନି। ବୃଦ୍ଧା ହେଇଗଲାଣି। କେତେ ଦିନ ବା ଆଉ ଖଟିବ? ଖଟି ଖଟି ଆଉ କେତେ ବା କ'ଣ କରିବ? ଯାହା ପାଇଁ ସବୁ କିଛି କରିଥିଲା, ସେ ତାକୁ ଆଜି ସାତପର କରି କାହିଁ ବିଦେଶରେ ଯାଇ ବସିଛି। ତାର ଦେଖା ସାକ୍ଷାତ ନାହିଁ। ଏବେ ଆଳୁ ପୋଡ଼ା ମାଆ ପାଗଳି ଭଳିଆ ହେଇଗଲାଣି। ଘରେ ପଡ଼ି ରହୁଛି ସଉପ ଉପରେ। କିନ୍ତୁ ସେ ତା ପୁଅ ପାଇଁ, ତା ମନୁଆ ପାଇଁ ଆଳୁ ପୋଡ଼ିବାକୁ ଭୁଲେନି। ପ୍ରତିଦିନ 5ଟି ଆଳୁ ପୋଡ଼ିକିରି ରଖେ। ଆଉ ଅପେକ୍ଷା କରିଥାଏ ତା ମନୁଆ ଆସିବ, ତା ହାତରୁ ଆଳୁ ପୋଡ଼ା ଖାଇକିରି ଖୁସି ହେଇ ହସି ହସି ଡାକିବ, ମାଆ ତୋ ଆଳୁ ପୋଡ଼ା ନା ଭାରି ସୁଆଦିଆ। ସେଇ କଥା ପଦକ ଶୁଣିବ ବୋଲି ଆଳୁ ପୋଡ଼ା ମାଆ ଅପେକ୍ଷା କରି ରହିଥାଏ। ବର୍ଷ ବର୍ଷ ବିତିଗଲେ ବି ତା ପୁଅ ଫେରିନି। ଏବେ ସେ ରୋଗିଣା ହେଇ କତରା ନାଗି ହେଲାଣି, ଆଉ ଉଠି ବସି ପାରୁନି। ପାଖରେ ଗୋଟେ କଂସା ଦିହରେ 5ଟା ଆଳୁ ପୋଡ଼ିକିରି ରଖିଥାଏ। ଢୋ ଢୋ ବର୍ଷା, ଚାରିଆଡ଼େ ବର୍ଷା ପାଣିରେ ପୂରି ଉଠିଥାଏ। ଅଦିନିଆ ବର୍ଷାଟା କେଉଁଠୁ ଆସିଲା କେଜାଣି? ଘଡ଼ଘଡ଼ି ଚଡ଼ଚଡ଼ିଲେଇ ପୁରା ମାଡ଼ି ବସିଥାଏ ଚାରିଆଡ଼କୁ। ତାର ନୁଆଣିଆ ଚାଳ ଘରୁ ପାଣି ଗଡ଼ି ପଡ଼ୁଥାଏ। ତା କତରା ସବୁ, ତା ସଉପ ଓଦା ହେଇଯାଉଥାଏ। ଟିକିଏ ଟିକିଏ ହାତରେ ପୋଛି ଦେଇ ଶୋଇ ରହିଥାଏ ସେ। କ'ଣ ବା କରିବ? କେଉଁଠୁ କ'ଣ ଆଣିବ ଯେ ଖାଇବ? ପଇସା କେଉଁଠୁ ଆଣିବ ଯେ ଦେହ ସୁସ୍ଥ ହେବ? ଏ କାଶଟା ଯେ ତାକୁ ଆଉ ଛାଡ଼ୁନି। ଦିନ ଦିନ ଧରି କାଶ ଲାଗି ରହୁଛି ଯେ ଆଉ ଭଲରେ ଟିକେ ଶୋଇ ବି ପାରୁନି। ବୃଦ୍ଧଟି ପୁରା ଚିନ୍ତାରେ ଥାଏ। ସତରେ କ'ଣ ଆଉ ମୋ ମନୁଆକୁ ମୁଁ ଦେଖିପାରିବି? କେଜାଣି ଏ ପୋଡ଼ା ନଗା ଆଖିଟା ଆଉ ରହିବ କି ନାହିଁ? ଆଉ ତ କାହିଁ ଦିଶୁନି।
ମୋ ମନୁଆ କେବେ ଆସିବ କେଜାଣି? କେବେ ତାର ଇଏ ମା କଥାଟା, ବୁଢ଼ୀ ମା କଥାଟା ମନେ ପଡ଼ିବ? ହେ ପ୍ରଭୁ ଜଗନ୍ନାଥ, ମୋ ପୁଅକୁ ଟିକେ ମୋତେ ଦେଖା ଦେଇଦିଅ। ଏ ଜୀବନର ଶେଷ ସମୟରେ ଏ ଆଖି ବୁଜିବା ଆଗରୁ ମୋ ମନୁଆକୁ ଟିକେ ମୁଁ ଦେଖେ, ତାର ହସିଲା ସଂସାର ଟିକେ ମୁଁ ଦେଖେ, ଶାନ୍ତିରେ ମରିପାରିବି। ହେ ଜଗତର ନାଥ ଜଗନ୍ନାଥ କାଳିଆ ଠାକୁର, ମନୁଆ ଠାକୁର, ମୋ ମନୁଆକୁ ଟିକେ ମୋ ପାଖକୁ ଫେରେଇ ଆଣେ। ତାକୁ ଟିକେ ଦେଖିଦେଲେ ମୋ ଶେଷ ଜୀବନ ସାର୍ଥକ ହେବ। ମୁଁ ଶେଷରେ ଶେଷ ନିଶ୍ୱାସ ତ୍ୟାଗ କରିପାରିବି। ମୋର ବହୁତ ଇଚ୍ଛା ତାରି କୋଳରେ ଟିକେ ମୁଁ ମରନ୍ତି କି। କେବେ ମୋ ମନୁଆ ଆସିବ? କେବେ ମୋର ଏ ଜୀବନ ଛାଡ଼ିବ? ଏମିତି କହିକିରି କାନ୍ଦି ପକାଉଥାଏ ଆଳୁପୋଡ଼ା ମା। କ'ଣ କରିବ ବିଧିର ବିଧାନ? ପ୍ରକୃତରେ ସେ ଏତେ ଅସହାୟା, ଏତେ ନିଃସହାୟ ହୋଇ ରହିଥାଏ। ଯେ କହିବି ଦେଖୁଥାନ୍ତି, ଯେ କେହି ବି ତାକୁ ଦେଖିକିରି ଆଖିରୁ ଲୁହ ଗଡ଼େଇ ଦେଉଥାନ୍ତି। ଆହା, ବିଚାରୀ କେତେ କଷ୍ଟ ପାଉଛି। ପୁଅ ତାର କାହିଁ କୁଆଡ଼େ, କାହିଁ ବିଦେଶରେ ଆମେରିକାରେ ଯାଇ ବସିଛି। ତାର କ'ଣ ତା ମା କଥା ମନେ ପଡ଼ୁନି? ପଇସା 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 ହେଇ ସେ କ'ଣ ତା ବୃଦ୍ଧା ମାକୁ ଟିକେ ଭଲ ପାଇପାରିବନି, ଟିକେ ଦେଖିପାରିବନି, ଆସିପାରିବନି? ଏମିତି କେତେ କିଏ କ'ଣ କହିକିରି ଚାଲି ଯାଉଥାନ୍ତି। ଏ ଦୁନିଆ ତ ହେଉଛି ସ୍ୱାର୍ଥପର, ସ୍ୱାର୍ଥରେ ବନ୍ଧା ସମସ୍ତେ। ଟଙ୍କା ପଛରେ ସମସ୍ତେ ଧାଉଁଛନ୍ତି, ସମ୍ପର୍କକୁ ବା କେତେ ଜଣ ଦେଖୁଛନ୍ତି? ସମ୍ପର୍କର ଭଲ ପାଇବା କେତେ ଜଣଙ୍କ ପାଖରେ ମୂଲ୍ୟ ଥାଏ? ଅଜଣା ଅଶୁଣା ଅପରିଚିତା ହୋଇ ପଡ଼ିଥାଏ ସେ। କେହି କେହି ଆହା କରିଦେବେ ସିନା, ଦୟା ଦେଖେଇବେ ସିନା, ଆନ୍ତରିକତା ସେ ପାଇବ କେଉଁଠୁ? ଏମିତି କିଛି ଦିନ ବିତିଗଲା। ଆଉ ଆଳୁପୋଡ଼ା ମା ସଉପ ଉପରୁ ଉଠି ପାରୁନଥାଏ, ପୁରା ପଡ଼ି ରହିଲା। ନ ଖାଇ ନ ପିଇ କେତେ ଦିନ ବା ଆଉ ବଞ୍ଚିବ? ଜୀବନଟା ତାର ଛାଡ଼ି ଛାଡ଼ି ଆସୁଥାଏ, ଅନ୍ଧାର ହେଇ ଆସୁଥାଏ। ଡିବିରି ଆଲୁଅଟିଏ ପାଖରେ ରଖି ଶୋଇଥାଏ ସେ। କିନ୍ତୁ ସେ ଆଳୁପୋଡ଼ା ଭୁଲି ନଥାଏ। ପାଖରେ 5ଟି ଆଳୁକୁ ଯଥା କଷ୍ଟ କରି ପୋଡ଼ିକିରି ପାଖରେ ସାଇତି ରଖିଥାଏ। କାଳେ ମୋ ମନୁଆ ଆସିଯିବ କି ଖାଇବ, ଭାରି ଭଲ ପାଏ ମୋ ହାତର ଆଳୁପୋଡ଼ାକୁ। ନିଶ୍ଚୟ ତାକୁ ମୁଁ ଏ ଆଳୁପୋଡ଼ା ଖୁଆଇବି। ଏମିତି ଭାବି ସେ ଆଳୁ ପୋଡ଼ିକିରି ଯତ୍ନର ସହିତ ସାଇତି କରି ରଖିଥାଏ। କାନରେ ଟିକେ ବିଞ୍ଚି ଦେଉଥାଏ କଷ୍ଟମଷ୍ଟେ। ଆଖିରୁ ତାର ଲୁହ ଝରି ପଡ଼ୁଥାଏ। ହଠାତ୍ ଗୋଟେ ଗାଡ଼ିଟିଏ ଆସି ତା ଘର ସାମ୍ନାରେ ଅଟକିଲା। ଗାଡ଼ିରୁ ବାବୁଟିଏ ଓହ୍ଲେଇ ଆସିଲେ। ଆସି ଡାକିଲେ, ମା। ଆଳୁପୋଡ଼ା ମା ଆଖିରୁ ଝରୁଥିବା ଲୁହଟି ହଠାତ୍ ବନ୍ଦ ହେଇଗଲା। ହେଁ, ମୋ ମନୁଆ ଆସିଗଲା? ମନୁଆରେ, ତୁ ଆସିଲୁ? ସେଇ ବାବୁ ଜଣକ ଧାଇଁଗଲେ ଘର ଭିତରକୁ। ଆଉ ଦେଖିଲେ ମାଟିଏ ତାର ଶୋଇଛି। ଜୀବନ ଛାଡ଼ି ଛାଡ଼ି ଆସୁଥାଏ। ମାଆର ପାଖରେ ଯାଇ ବସି ପଡ଼ିଲେ। ଆଉ କହିଲେ, ମା, ତୁ ଏମିତି ହେଇଗଲୁଣି? ତୋର ଦେହ ଏତେ ଅସୁସ୍ଥ, ମୋତେ ଟିକେ ଖବର ପଠେଇଲୁନି? ବୁଢ଼ୀଟି ହସି ହସି କହିଲା, ମନୁଆରେ, ତୁ ଆସିଗଲୁ, ସେଇଟା ମୋର ସବୁକିଛି। ଖବର ଆଉ କେମିତି ଦେଇଥାନ୍ତି ତୋତେ? ତୁ କ'ଣ ଖବର ପାଇବା ଜାଗାରେ ଥିଲୁ? ମନୁଆ କହିଲା, ମା, ମୋତେ କ୍ଷମା କର। ଟଙ୍କା ପଛରେ ଧାଇଁ ଧାଇଁ ମୁଁ ଥକି ପଡ଼ିଛି ଲୋ ମା। ଜୀବନରେ ବହୁତ କିଛି ପାଇବି ବୋଲି ଆଶା କରି କରି, ଉଞ୍ଚ ଆଶା କରି କରି ମୁଁ ଯେ ତୋ ପାଖରୁ କେତେ ଦୂରେଇ ଯାଇଛି, ଆଜି ମୁଁ ଅନୁଭବ କରୁଛି। ତୋର ତ୍ୟାଗ, ଭଲ ପାଇବା ମୁଁ କିଛି ବୁଝିଲିନି, କିଛି ମୂଲ୍ୟ ହିଁ ଦେଲିନି। ତୋର ଏ ପରିସ୍ଥିତି ପାଇଁ ମୁଁ ହିଁ ଦାୟୀ।
ମାଆଟି ହସିଦେଲା, କହିଲା ମୋର ତ କିଛି ମନ ଦୁଃଖ ନାହିଁ, ତୁ କାହିଁ ମନ ଦୁଃଖ କରୁଛୁ ରେ? ଏ ଦୁନିଆ ତ ସେଇଆ। ହଉ ଛାଡ଼, ନେଲୁ ମୋ ହାତର ଆଳୁ ପୋଡ଼ା ଖାଇବୁନି? ନେ। ମନୁଆ ଆଳୁ ପୋଡ଼ାଟିକୁ ତା ମା ହାତରୁ ନେଇ ଅତି ଆଗ୍ରହରେ ପାଟିରେ ଭରି ଦେଇଛି ଆଉ କାନ୍ଦି କାନ୍ଦି କହିଛି, ମା ମୋତେ ତୁ କ୍ଷମା କର। ତୋର ମୋ ପାଇଁ କେତେ ଚିନ୍ତା, କିନ୍ତୁ ମୁଁ ସେସବୁ କିଛି ବୁଝିଲିନି। ତୋତେ ପୁରା ଭୁଲି ଯାଇଥିଲି। ହଠାତ୍ ମୋର କ'ଣ ହେଲା କେଜାଣି ତୋ କଥା ବହୁତ ମନେ ପଡ଼ିଲା, ଆଉ ତୋତେ ଦେଖିବା ପାଇଁ ମୁଁ ସାଙ୍ଗେ ସାଙ୍ଗେ ପଳେଇ ଆସିଲି। ମୁଁ ଆଉ ସେଠିକି ଯିବିନି, ମୁଁ ଆଉ ସେଠି ରହିବିନି। ମୋର ଟଙ୍କା ପଇସା ଦରକାର ନାହିଁ। ମୁଁ ତୋରି ପାଖରେ ରହିବି, ତୋରି କୋଳରେ ରହିବି, ତୋରି ପଣତ ତଳେ ମୁଁ ରହିବି, ଏଇ କୁଡ଼ିଆ ଘରେ ମୁଁ ରହିବି। ମୁଁ ଆଉ ଯିବିନି ବିଦେଶକୁ ଟଙ୍କା ରୋଜଗାର କରିବା ପାଇଁ। ଟଙ୍କା ମୋର ବିଲକୁଲ ଦରକାର ହିଁ ନାହିଁ। ତୁ ହିଁ ମୋର ସବୁକିଛି। ମା ଆଖିରୁ ଦୁଇ ଧାର ଲୁହ ଝରି ଝରି ପଡ଼ୁଥାଏ। କହିଲା, ପାଗଳାଟା, ମୋର ଆଉ କ'ଣ ଜୀବନ ଅଛି ଯେ ମୁଁ ଆଉ ବଞ୍ଚିବି? ଦେଖେ, ତତେ ଦେଖିଦେଲି, ମୁଁ ଯାଉଛି। ତୁ ତୋର ଖୁସିରେ ରହ, ସୁଖରେ ରହ, ଶାନ୍ତିରେ ରହ, ତୋ ପରିବାର ସହିତ ଖୁସିରେ ରହ। ତାପରେ ମନୁଆ କୋଳରେ ମୁଣ୍ଡ ଦଉ ଦଉ ଆରପାରିକୁ ଚାଲିଗଲା ଆଳୁ ପୋଡ଼ା ମା। ମନୁଆ କାନ୍ଦି ଉଠିଲା। ଆଜି ପାଇଁ ଏତିକି। ଯଦି ମୋର ଏ କାହାଣୀଟି ଆପଣମାନଙ୍କ ମନକୁ ଛୁଇଁଥାଏ, ଲାଇକ୍, ସେୟାର, କମେଣ୍ଟ କରିବେ। ପୁଣି ଏମିତି କିଛି ନୂଆ କାହାଣୀ ଆଣିବା ପାଇଁ ମୁଁ ନିଶ୍ଚୟ ଚେଷ୍ଟା କରୁଛି। ରହୁଛି। ଜୟ ଜଗନ୍ନାଥ।